ଆଜି ଶୁଣିବା ଆତ୍ମଜୀବନୀ ମୋ ସମୟର ଓଡ଼ିଶାର ନବମ ଭାଗ। ଏହାକୁ ଲେଖିଛନ୍ତି କୃଷ୍ଣଚନ୍ଦ୍ର ପାଣିଗ୍ରାହୀ। ଏହି ଆତ୍ମଜୀବନୀର ଆଜି ଆମେ ପଢ଼ିବା ଅଷ୍ଟମ ପରିଚ୍ଛେଦ। ପରିଚ୍ଛେଦଟିର ନାମ ମୋ ସମୟରେ ଓଡ଼ିଶାର ସାଂସ୍କୃତିକ ଗତିଧାରା। 1540 ଖ୍ରୀଷ୍ଟାବ୍ଦରେ ଗଜପତି ପ୍ରତାପରୁଦ୍ର ଦେବ ପ୍ରାଣତ୍ୟାଗ କରିବା ପରେ ଓଡ଼ିଶାର ରାଜନୈତିକ ଓ ସାଂସ୍କୃତିକ କ୍ଷେତ୍ରରେ ଘୋର ବିଶୃଙ୍ଖଳା ଉପସ୍ଥିତ ହୋଇଥିଲା। ପରବର୍ତ୍ତୀ ଭୋଇ ରାଜତ୍ୱରେ ଗୃହ ବିବାଦ, କଳହ, ହତ୍ୟା, ଗୁପ୍ତ ହତ୍ୟାର କଳଙ୍କମୟ ଅଧ୍ୟାୟ ଆରମ୍ଭ ହୋଇ 1568 ଖ୍ରୀଷ୍ଟାବ୍ଦରେ ମୁକୁନ୍ଦ ଦେବଙ୍କ ହତ୍ୟାରେ ଓ ଓଡ଼ିଶାରେ ମୁସଲମାନ ରାଜତ୍ୱର ପ୍ରାରମ୍ଭରେ ତା'ର ପରିସମାପ୍ତି ଘଟିବା ସଙ୍ଗେ ସଙ୍ଗେ ଓଡ଼ିଶାର ସ୍ୱାଧୀନତା ରବି ଅସ୍ତମିତ ହୋଇଥିଲା। ପଠାଣ, ମୋଗଲ, ମରହଟ୍ଟା ଓ ବ୍ରିଟିଶ ରାଜତ୍ୱରେ ଓଡ଼ିଶା ବୋଲି କେବଳ ଗୋଟାଏ ଭୌଗୋଳିକ ନାମ ଥିଲା। ହେଲେ ହେଁ ଓଡ଼ିଶାବାସୀମାନେ ବଙ୍ଗବିହାର, ମଧ୍ୟପ୍ରଦେଶ ଓ ମାନ୍ଦ୍ରାଜରେ ବିଭିନ୍ନ ଓ ବିକ୍ଷିପ୍ତ ହୋଇ ରହିଥିଲେ। ଓଡ଼ିଶାର ଗଡ଼ଜାତ ଅଞ୍ଚଳରେ ଓଡ଼ିଆଭାଷୀମାନେ ବସବାସ କରୁଥିଲେ ହେଁ ଓଡ଼ିଶା ସହିତ ସେମାନଙ୍କ ସାଂସ୍କୃତିକ ସମ୍ବନ୍ଧ ଶୀତଳ ଥିଲା ଓ ରାଜନୈତିକ ସମ୍ବନ୍ଧ ଆଦୌ ନଥିଲା। ଓଡ଼ିଶାର ରାଜା ମହାରାଜାମାନେ ଓଡ଼ିଆ ସଂସ୍କୃତି ପାଇଁ ଯାହା କିଛି କରୁଥିଲେ ତାହା ସେମାନଙ୍କ ଦୟାର ଦାନ ରୂପେ ପରିଗଣିତ ହେଉଥିଲା। କଟକ, ପୁରୀ ଓ ବାଲେଶ୍ୱର ଅଞ୍ଚଳ ଓଡ଼ିଶା ନାମରେ ଖ୍ୟାତ ହେଉଥିଲା ହେଁ ଏ ଅଞ୍ଚଳରେ ସୁଦ୍ଧା ଓଡ଼ିଆମାନଙ୍କ କୌଣସି ପ୍ରକାର କର୍ତ୍ତୃତ୍ୱ ନଥିଲା। ସମସ୍ତ ପ୍ରକାର ବାଣିଜ୍ୟ, ସରକାରୀ ଚାକିରି ଓ ପ୍ରାୟ ସମସ୍ତ ଜମିଦାର ଅଣ-ଓଡ଼ିଆମାନଙ୍କ ହସ୍ତଗତ ହୋଇଥିଲା। ଏହି କ୍ଷୁଦ୍ର ଅଞ୍ଚଳ ଖଣ୍ଡିକ ବନ୍ୟା, ବାତ୍ୟା ଓ ଦୁର୍ଭିକ୍ଷର ସର୍ବଦା ଲୀଳାଭୂମି ହୋଇଥିଲା। ମଧ୍ୟବିତ୍ତ ଶ୍ରେଣୀ ଏହି ଅଞ୍ଚଳରୁ ତଥା ଗଡ଼ଜାତ ଅଞ୍ଚଳରୁ ପ୍ରାୟ ନିଶ୍ଚିହ୍ନ ହୋଇଯାଇଥିଲେ। ଦିନ ମଜୁରିଆ ଓ ଦରିଦ୍ର କୃଷକମାନେ କଲିକତା, ଆସାମ ଓ ବ୍ରହ୍ମଦେଶକୁ ପଳାଇ ଯାଇ ପ୍ରାଣ ରକ୍ଷା କରୁଥିଲେ। ମଧ୍ୟବିତ୍ତ ଶ୍ରେଣୀ ହିଁ ସମାଜର ମେରୁଦଣ୍ଡ। ଓଡ଼ିଶାରୁ ଏହି ଶ୍ରେଣୀ ଲୋପ ପାଇଥିବାରୁ ଓଡ଼ିଆ ସଂସ୍କୃତିର ପ୍ରଗତି ଅତ୍ୟନ୍ତ ମନ୍ଥର ହୋଇପଡ଼ିଥିଲା ଓ ଓଡ଼ିଆମାନେ ଶିକ୍ଷା ଓ ସାଂସ୍କୃତିକ କ୍ଷେତ୍ରରେ ଅନ୍ୟ ଭାଷାଭାଷୀମାନଙ୍କ ବହୁ ପଛରେ ପଡ଼ିଯାଇଥିଲେ। କାଳର ଦୁଇ ଚକ୍ରାନ୍ତରେ ଓଡ଼ିଆମାନେ ଏହିପରି ବହୁ ପଛରେ ପଡ଼ିଥିବା ବେଳେ 1936 ମସିହାରେ ବ୍ରିଟିଶ ସରକାରଙ୍କ ଦୟାର ଦାନରୂପ ସ୍ୱରୂପ ସେମାନଙ୍କୁ ନୂତନ ପ୍ରଦେଶଟିଏ ମିଳିଥିଲା। ଏହାର ନାମ ଓଡ଼ିଶା ପ୍ରଦେଶ ରଖାଯାଇଥିଲେ ମଧ୍ୟ ଏହା ପ୍ରାକୃତିକ ଓଡ଼ିଶାର ପ୍ରକୃତ ପ୍ରତିନିଧି ନଥିଲା। ନାହିଁ ମାମୁଁଠାରୁ କଣା ମାମୁଁ ଭଲ, ଏହି ନୀତିରେ ଓଡ଼ିଆମାନେ ଏହାକୁ ଗ୍ରହଣ କରି ନେଇଥିଲେ। କିନ୍ତୁ ଓଡ଼ିଶା ପ୍ରଦେଶରେ ପରିଣତ ହେବା ସଙ୍ଗେ ସଙ୍ଗେ ସାଂସ୍କୃତିକ କ୍ଷେତ୍ରରେ କୌଣସି ଚମକପ୍ରଦ ପ୍ରଗତି ଘଟିନଥିଲା। ଦୀର୍ଘ 4 ଶତାବ୍ଦୀର ଦାରିଦ୍ର୍ୟ, ଦୁର୍ଭିକ୍ଷ, ବନ୍ୟା, ରୋଗ, ଅଶିକ୍ଷା, ହୀନମନ୍ୟତା ମଧ୍ୟରେ ନିଷ୍ପେଷିତ ଓଡ଼ିଆ 1936 ମସିହାରେ ପ୍ରଥମ ଥର ପାଇଁ ଆଖି ମେଲି ଚାହିଁଥିଲା ସତ୍ୟ, କିନ୍ତୁ ପ୍ରତିବେଶୀମାନଙ୍କ ସଙ୍ଗରେ ପାଦ ମିଳାଇ ଚାଲିବାର ସାମର୍ଥ୍ୟ ତା'ର ନଥିଲା। 1936 ମସିହାରୁ 1947 ମସିହା ମଧ୍ୟରେ କେବଳ ଗୋଟିଏ ଉଲ୍ଲେଖଯୋଗ୍ୟ ଘଟଣା ଘଟିଥିଲା, ଯାହାକି ଓଡ଼ିଶାର ସାଂସ୍କୃତିକ ଜୀବନରେ ନୂତନ ସ୍ପନ୍ଦନ ଆଣିଦେଇଥିଲା। ତାହା ହେଉଛି 1943 ମସିହାରେ ଉତ୍କଳ ବିଶ୍ୱବିଦ୍ୟାଳୟର ସଂସ୍ଥାପନ। ଏହି ବିଶ୍ୱବିଦ୍ୟାଳୟର ସ୍ଥାପିତ ହେବା ସଙ୍ଗେ ସଙ୍ଗେ ସମ୍ବଲପୁର, ବାଲେଶ୍ୱର ଓ ପୁରୀରେ 3ଟି କଲେଜ ମଧ୍ୟ ସ୍ଥାପିତ ହେବାରୁ ଓଡ଼ିଶାରେ ଉଚ୍ଚଶିକ୍ଷାର ଦାରିଦ୍ର୍ୟ କେତେ ପରିମାଣରେ ହ୍ରାସ ହୋଇଥିଲା। ତଥାପି ସ୍ୱାଧୀନତା ପୂର୍ବରୁ ସାଂସ୍କୃତିକ କ୍ଷେତ୍ରରେ ଓଡ଼ିଶା କିପରି ଅନଗ୍ରସର ଥିଲା ତାହା ଗୋଟିଏ ଉଦାହରଣରୁ ସହଜେ ଅନୁମିତ ହେବ। 1944 ମସିହାରେ ଦେଖାଯାଇଥିଲା ଯେ ସମଗ୍ର ପ୍ରଦେଶଟିରେ ଗୋଟିଏ ସୁଦ୍ଧା ସାହିତ୍ୟ ପତ୍ରିକା ଜୀବିତ ନଥିଲା। ଏଣୁ ବାମଣ୍ଡା ରାଜାଙ୍କ ସାହାଯ୍ୟରେ ଡକ୍ଟର ମାୟାଧର ମାନସିଂହ ଶଙ୍ଖ ନାମକ ଏକମାତ୍ର ପତ୍ରିକା ପ୍ରକାଶ କରିଥିଲେ। ଓଡ଼ିଶାର ଏହିପରି ଦୈନ୍ୟ ଓ ନୈରାଶ୍ୟ ମଧ୍ୟରେ 1947 ମସିହାରେ ସ୍ୱାଧୀନତା ଆସିଥିଲା। ଓଡ଼ିଶାର ସୌଭାଗ୍ୟ ଯେ ସ୍ୱାଧୀନତା ଆସିବା ସଙ୍ଗେ ସଙ୍ଗେ ଓଡ଼ିଆ ଭାଷୀ ଗଡ଼ଜାତଗୁଡ଼ିକର ଚିରବାଞ୍ଛିତ ସମ୍ମିଶ୍ରଣ ମଧ୍ୟ ଘଟିବାରୁ ଓଡ଼ିଶାର ଆୟତନ ପ୍ରାୟ ଦ୍ୱିଗୁଣିତ ହୋଇଯାଇଥିଲା।
1936 ମସିହାରେ 2 କୋଟି ଟଙ୍କା ଆୟ ବିଶିଷ୍ଟ ଯେଉଁ ନିଅଣ୍ଟିଆ କ୍ଷୁଦ୍ର ଓଡ଼ିଶା ପ୍ରଦେଶ ଗଠିତ ହୋଇଥିଲା, ତାହା ବର୍ତ୍ତମାନ ଭାରତର ମାନଚିତ୍ରରେ ସମ୍ମାନଜନକ ସ୍ଥାନ ପାଇଲା। ଅତଏବ 1947 ମସିହାରେ ଓଡ଼ିଶାରେ 2ଟି ଯୁଗାନ୍ତକାରୀ ଘଟଣା ଏକ ସଙ୍ଗରେ ଘଟିଥିଲା ଏବଂ ତଦ୍ୱାରା ଓଡ଼ିଆ ସଂସ୍କୃତିକୁ ପୁନର୍ଜୀବିତ କରିବାର ପୋଛା ସୁଗମ ହୋଇଥିଲା। ଓଡ଼ିଆମାନଙ୍କର ଓଡ଼ିଆ ଭାଷୀ ଅଞ୍ଚଳଗୁଡ଼ିକରେ ପୂର୍ଣ୍ଣ କର୍ତ୍ତୃତ୍ୱ ଆସିଲା। ଗଡ଼ଜାତ ଓ ମୋଗଲବନ୍ଦୀ ଅଞ୍ଚଳ ମଧ୍ୟରେ ଥିବା ରାଜନୈତିକ ଓ ସାଂସ୍କୃତିକ ଭେଦଭାବ ଦୂରେଗଲା। ଶିକ୍ଷାର କ୍ରମ ପ୍ରସାର ହେତୁ ଧୀରେ ଧୀରେ ଗୋଟିଏ ମଧ୍ୟବିତ୍ତ ଶ୍ରେଣୀର ପ୍ରସାର ଘଟିଲା ଏବଂ ସର୍ବୋପରି ଓଡ଼ିଆମାନଙ୍କ ନ୍ୟୁନମନ୍ୟତା ବହୁ ପରିମାଣରେ ହ୍ରାସ ପାଇଲା। 1947 ମସିହାରୁ ଓଡ଼ିଶାର ସାଂସ୍କୃତିକ କ୍ଷେତ୍ରରେ ଯେଉଁ ବୈପ୍ଳବିକ ପରିବର୍ତ୍ତନ ଆରମ୍ଭ ହେଲା, ତାହାର କ୍ରମ ବିକାଶ କିପରି ଘଟିଛି ବା ଘଟୁଛି, ଏ ବିଷୟରେ ସମ୍ୟକ୍ ଆଲୋଚନା ସର୍ବଥା ବିଧେୟ। କିନ୍ତୁ ଏପରି ଆଲୋଚନା ପ୍ରାୟ ହେଉନାହିଁ କହିଲେ ଚଳେ। ମୋର ମନେ ହୁଏ ଯେ ଆମ୍ଭେମାନେ ସମସ୍ତେ ଧାଉଁଛୁ ଓ ଟିକିଏ ଠିଆ ହୋଇ ସିଂହାବଲୋକନ କରିବା ପାଇଁ ସୁଦ୍ଧା ଆମ୍ଭମାନଙ୍କୁ ସମୟ ମିଳୁନାହିଁ। ଏହାର କାରଣ ଏହି ଯେ ଆଶୁ ଲାଭ ପାଇଁ ଆମ୍ଭେମାନେ ଅତ୍ୟନ୍ତ ଲାଳାୟିତ ହୋଇପଡ଼ୁଛୁ। ଆଜି କିଛି କରିବା, କାଲି ତା'ର ଫଳ ସ୍ୱରୂପ ଖବରକାଗଜରେ ନାମ ଦେଖିବା ବା ସଭା ସମିତିରେ ପ୍ରଶସ୍ତି ଶୁଣିବା ଆମ୍ଭମାନଙ୍କ ଜୀବନର ପରମ କାମ୍ୟ ହୋଇଉଠୁଛି। ସ୍ୱାଧୀନତା ପରଠାରୁ ଓଡ଼ିଶାରେ ଯେ ସାଂସ୍କୃତିକ ବିକାଶ ଘଟିନାହିଁ, ଏ କଥା କେହି କହିବେ ନାହିଁ। କିନ୍ତୁ ଭବିଷ୍ୟତ ଇତିହାସ ସାକ୍ଷ୍ୟ ଦେବ ଯେ ଏ ଯୁଗର ସାଂସ୍କୃତିକ ବିକାଶ ମୁଖ୍ୟତଃ ପ୍ରଚାରମୁଖୀ ହୋଇଛି। କୌଣସି ଦେଶର ଆଧ୍ୟାତ୍ମିକ ବିକାଶ ତା'ର ସଂସ୍କୃତିର ମାନଦଣ୍ଡ ସ୍ୱରୂପ। ମାନବର ଆଧ୍ୟାତ୍ମିକ ଜୀବନ ହିଁ ତାକୁ ମନୁଷ୍ୟତର ପ୍ରାଣୀଠାରୁ ପୃଥକ୍ କରିଛି। ଗତ 25 ବର୍ଷ ମଧ୍ୟରେ ଓଡ଼ିଆମାନଙ୍କ ଆଧ୍ୟାତ୍ମିକ ବୃଦ୍ଧି ପାଇଛି ବୋଲି କହିବା ସମ୍ଭବପର ହେଉନାହିଁ। ଏ ସମୟ ମଧ୍ୟରେ ବହୁ ଧର୍ମସଂସ୍ଥାର ଆବିର୍ଭାବ ଘଟିଛି, ଧର୍ମ ସମିତି ସ୍ଥାପିତ ହୋଇଛି, ବହୁ ଧର୍ମସଭା ପ୍ରାୟ ପ୍ରତ୍ୟହ ଅନୁଷ୍ଠିତ ହେଉଛି। ମାତ୍ର ଏ ସମସ୍ତ ପରିପ୍ରଚାରକ ରଥଚକ୍ରରେ ବନ୍ଧା ହୋଇ ଚାଲିଥିବାରୁ ଓଡ଼ିଶାରେ ପ୍ରକୃତ ଆଧ୍ୟାତ୍ମିକତାର ବିକାଶ ଘଟୁନାହିଁ। ଭାରତର ଅନ୍ୟାନ୍ୟ ଅଞ୍ଚଳରୁ ଆଗତ ବହୁ ଧର୍ମ ସମ୍ପ୍ରଦାୟର ପ୍ରଚାରକମାନେ ଓଡ଼ିଶାକୁ କେନ୍ଦ୍ରଭୂମି କରିଛନ୍ତି ଓ ଶିକ୍ଷକ ଓଡ଼ିଆମାନେ ମଧ୍ୟ ସେମାନଙ୍କ ସହିତ ନିର୍ବିଚାର ଓ ଆଶୁ ଯଶୋଲାଭ ଆଶାରେ ସହଯୋଗ କରୁଛନ୍ତି। ଘରେ ଘରେ ବାବା ମା'ମାନଙ୍କର ଫଟୋ, ଦୋକାନ ବଜାରରେ ସେମାନଙ୍କର ଫଟୋ, ପତ୍ରପତ୍ରିକାରେ ସେମାନଙ୍କ ଫଟୋ, ଏପରିକି ଲକେଟ୍ ଓ ମୁଦିରେ ମଧ୍ୟ ସେମାନଙ୍କ ଫଟୋମାନଙ୍କ ପରିପ୍ରଚାର ମାଧ୍ୟମ ରୂପେ ଗ୍ରହଣ କରାଯାଉଛି। ଧର୍ମ ସମ୍ପ୍ରଦାୟମାନଙ୍କ ସଂସ୍ଥାପକ ଓ ମୁଖ୍ୟ ପ୍ରଚାରକଙ୍କ ବହୁବିଧ ବାଣୀ ଏବଂ ସେମାନଙ୍କର ସମ୍ବନ୍ଧରେ ବହୁବିଧ ଅତି ଭୌତିକ କାହାଣୀ ଘରେ ଘରେ ପୁସ୍ତକାକାରେ ପ୍ରଚାରିତ ହେଉଛି। ସ୍କୁଲ କଲେଜର କୋମଳମତି ଛାତ୍ରଛାତ୍ରୀମାନଙ୍କୁ ଏ ସମସ୍ତ ସହଜଲଭ୍ୟ କରାଯାଇ ସେମାନଙ୍କ ସ୍ୱାଧୀନ ଚିନ୍ତା ଲୋପ କରାଯାଉଛି। ବାବା ମା'ମାନଙ୍କ ଆଶୀର୍ବାଣୀ, ଫୁଲ, ବିଭୂତି ଇତ୍ୟାଦି ବହୁ ଆକାରରେ ବିତରିତ ହେଉଛି। ରାଜନୈତିକ ଦଳମାନେ ଧର୍ମ ସମ୍ପ୍ରଦାୟମାନଙ୍କୁ ଆଶ୍ରୟ କରି ରାଜନୈତିକ ଫାଇଦା ଉଠାଉଛନ୍ତି। ଧର୍ମ ସମ୍ପ୍ରଦାୟମାନେ ସର୍ବତ୍ର ରାଜନୈତିକ ନେତାମାନଙ୍କ ପୂଜା କରୁଛନ୍ତି ଓ ସେମାନଙ୍କ ଧର୍ମ ପ୍ରଚାର ଖବରକାଗଜ, ପ୍ରଚାରପତ୍ର, ଡାକବାଜି ଯନ୍ତ୍ର ଇତ୍ୟାଦି ସାହାଯ୍ୟରେ ଠିକ୍ ରାଜନୀତି ଆକାର ଦେଉଛନ୍ତି। ମୋଟ ଉପରେ ଓଡ଼ିଶାର ଆଧୁନିକ ଧର୍ମପ୍ରଚାର ରାଜସିକ ଓ ତାମସିକ ଆକାର ଧାରଣ କରିଛି। ଯେଉଁମାନେ ଧର୍ମ ସମ୍ପ୍ରଦାୟମାନଙ୍କ ସଂସ୍ଥାପକ, ସେମାନଙ୍କ ମଧ୍ୟରୁ ଅନେକ ହୁଏତ ମହାନ୍ ବ୍ୟକ୍ତି, ମାତ୍ର ସେମାନଙ୍କ ଧର୍ମବାଣୀ ଯେପରି ଭାବରେ ପ୍ରଚାରିତ ହେଉଛି, ତାହା ରାଜସିକ ଆକାର ଧାରଣ କରୁଥିବାରୁ ଏହି ମର୍ମବାଣୀ ଲୋକମାନଙ୍କ ପ୍ରାଣ ସ୍ପର୍ଶ କରିପାରୁନାହିଁ। ଅନେକେ ଧର୍ମ ଦୀକ୍ଷାକୁ ଅଙ୍ଗାବରଣ ବା ରକ୍ଷା କବଚ ରୂପେ ବ୍ୟବହାର କରି ସେଥିରୁ ଧନ ଓ ଯଶର ଫାଇଦା ଉଠାଉଛନ୍ତି। ଉତ୍କଳରେ ଧର୍ମସଂସ୍ଥା ଓ ଧର୍ମସମିତି ମାନଙ୍କର ସଂଖ୍ୟା ବଢ଼ି ଚାଲିଛି, ମାତ୍ର ତଦନୁପାତରେ ଧର୍ମଭାବ ବୃଦ୍ଧି ପାଇବା ଦୂରେ ଥାଉ। କଳାବଜାରୀ, ବ୍ୟଭିଚାରୀ, ଅତ୍ୟାଚାରୀ, ଅସଦାଚାରୀ, ପରଶ୍ୱହାରୀ, ଅହଙ୍କାରୀ ଇତ୍ୟାଦିଙ୍କ ସଂଖ୍ୟା କ୍ରମଶଃ ବଢ଼ି ଚାଲିଛି।
ସଭା ସମିତି ମାଧ୍ୟମରେ କୋମଳମତି ଛାତ୍ରଛାତ୍ରୀଙ୍କଠାରେ ଧର୍ମବାର୍ତ୍ତା ପହଞ୍ଚାଇବା ପାଇଁ ଯେଉଁ ପ୍ରଚେଷ୍ଟା ଚାଲିଛି ତାହା ବିଫଳ ହେଉଛି। ଛାତ୍ରଛାତ୍ରୀମାନେ ଧର୍ମ ସଭା ସମିତିର ବାହ୍ୟଡମ୍ବର ମାତ୍ର ଉପଭୋଗ କରୁଛନ୍ତି, କିନ୍ତୁ ଧର୍ମର ପବିତ୍ର ପ୍ରଭାବ ସେମାନଙ୍କୁ ସ୍ପର୍ଶ କରୁନାହିଁ। ତାହା ନହେଲେ ଯୁବଶକ୍ତି ଆଜି ଏତେ ବେଶୀ ବିଭ୍ରାନ୍ତ ଓ ବିଶୃଙ୍ଖଳିତ ହୋଇନଥାନ୍ତା। ଥରେ ବ୍ରହ୍ମପୁରର ଏକ ଧର୍ମସଭାରେ ଗୋଟିଏ ଧର୍ମ ସମ୍ପ୍ରଦାୟର ଜଣେ ପ୍ରଧାନ ପ୍ରଚାରକ ହିସାବ କରି ଦେଖାଇଲେ ଯେ ତାଙ୍କ ସମ୍ପ୍ରଦାୟର ବିଭିନ୍ନ ଶାଖା ସମିତିରେ ସଂଖ୍ୟା ଭାରତର ଅନ୍ୟ ଅଞ୍ଚଳମାନଙ୍କରେ ଯେତେ ଅଛି, କେବଳ ଓଡ଼ିଶାରେ ତାଠାରୁ 100 ଗୁଣର ବେଶୀ ଅଛି। ତାପରେ ସେ ମନ୍ତବ୍ୟ ପ୍ରକାଶ କଲେ ଯେ ସମଗ୍ର ଭାରତରେ ଓଡ଼ିଆମାନେ ହିଁ ସର୍ବଶ୍ରେଷ୍ଠ ଧାର୍ମିକ ଜାତି। ଏପରି ହିସାବ ଓ ଏପରି ମନ୍ତବ୍ୟରେ ଓଡ଼ିଆମାନେ ଆତ୍ମପ୍ରସାଦ ଲାଭ କରିବାର କୌଣସି କାରଣ ନାହିଁ। ଏହା ଏକ ପରିସଂଖ୍ୟାନର ପ୍ରହସନ। ଓଡ଼ିଆମାନଙ୍କ ମଧ୍ୟରୁ ଅନେକ ବର୍ତ୍ତମାନ ସୁଦ୍ଧା ନ୍ୟୁନମନ୍ୟତା ବ୍ୟାଧିଗ୍ରସ୍ତ, ସ୍ୱସଂସ୍କୃତି ପ୍ରତି ସମ୍ପୂର୍ଣ୍ଣ ଅଚେତନ, ସହଜ ବିଶ୍ୱାସୀ ଓ ଆଶୁଲାଭ ଆଶାୟୀ। ଏ ସମସ୍ତ ବାରଣରୁ ହୁଏ ତ ଉଲ୍ଲିଖିତ ଧର୍ମ ସମ୍ପ୍ରଦାୟର ଶାଖା ସମିତିମାନ ଓଡ଼ିଶାରେ 100 ଗୁଣରେ ବଢ଼ିଯାଇଛି। ଓଡ଼ିଶାର ଆଧ୍ୟାତ୍ମିକତା ଭାରତଠାରୁ ଯଦି 100 ଗୁଣରେ ବେଶୀ ହୋଇଥାନ୍ତା, ତେବେ ଓଡ଼ିଶା ସମସ୍ତ ବିଷୟରେ ନିଶ୍ଚୟ ଅଗ୍ରଣୀ ହୋଇଥାନ୍ତା। କିନ୍ତୁ ଓଡ଼ିଶା ଭାରତର ସବା ଆଗରେ କିମ୍ବା ତା ସବା ପଛରେ ନିଶ୍ଚୟ ଅଛି। ଏହା ସମସ୍ତଙ୍କର ବିଚାର କରିବା କଥା। ଓଡ଼ିଶାର ସୁଦୀର୍ଘ ପରମ୍ପରା ଏହି ଯେ ଜଗନ୍ନାଥ କ୍ଷେତ୍ର ସର୍ବଧର୍ମର ସମନ୍ୱୟ ଏବଂ ଜଗନ୍ନାଥ ସର୍ବ ଅବତାର ସର୍ବଧର୍ମତର ପ୍ରତୀକ। ସ୍ୱାଧୀନତା ପ୍ରାପ୍ତିଠାରୁ ଏହି ପରମ୍ପରା ଭାଙ୍ଗି ପଡ଼ୁଛି ଓ ତତ୍ସଙ୍ଗେ ଓଡ଼ିଆ ସଂସ୍କୃତି ତଥା ସଂହତିର ଗୋଟିଏ ସୁଦୃଢ଼ ସ୍ତମ୍ଭ ଦୋହଲି ଯାଉଛି। ଭାରତୀୟ ଧର୍ମମତାନୁସାରେ ଓଡ଼ିଶାର ପୃଥିବୀର ପ୍ରାରମ୍ଭରୁ ଏ ପର୍ଯ୍ୟନ୍ତ ଭଗବାନଙ୍କ 10ଟି ଅବତାର ହୋଇଛି। ମତ୍ସ୍ୟ କୁର୍ମାଦି ଅବତାରକୁ ଜୀବନଗତ ବା ଜୀବଜଗତର କ୍ରମ ବିକାଶର ପ୍ରତୀକ ବୋଲି କେହି କେହି ବ୍ୟାଖ୍ୟା କରନ୍ତି। ଅତଏବ ହିନ୍ଦୁ ମତାନୁସାରେ ବହୁ ଲକ୍ଷ ବର୍ଷ ମଧ୍ୟରେ ଭଗବାନଙ୍କର ମାତ୍ର 10ଟି ଅବତାର ଘଟିଥିଲା। କିନ୍ତୁ ଗତ 25 ବର୍ଷ ମଧ୍ୟରେ ଭଗବାନଙ୍କ କେତୋଟି ଅଧିକ ଅବତାର ହେଲାଣି, ତାହା କେହି ହିସାବ କରିଛନ୍ତି କି? ପ୍ରତ୍ୟେକ ଧର୍ମ ସମ୍ପ୍ରଦାୟର ପ୍ରଚାରକମାନେ ଦମ୍ଭ ସହିତ ପ୍ରକାଶ କରୁଛନ୍ତି ଯେ ତାଙ୍କ ସମ୍ପ୍ରଦାୟର ସ୍ଥାପକ ହେଉଛନ୍ତି ଭଗବାନଙ୍କର ଜଣେ ଅବତାର। ଭଗବାନଙ୍କ ଅବତାର ସଂଖ୍ୟା ଯେପରି ବଢ଼ି ଚାଲିଛି, ସେଥିରୁ ଅନୁମିତ ହୁଏ ଯେ ବିଂଶ ଶତାବ୍ଦୀର ଶେଷ ବେଳକୁ ଏହି ସଂଖ୍ୟା 100ରେ ପହଞ୍ଚି ଯାଇଥିବ ଏବଂ ଏହି ଭଗବାନମାନେ ଭାରତର ଅନ୍ୟ ଅଞ୍ଚଳମାନଙ୍କରେ ରହନ୍ତୁ ବା ନ ରହନ୍ତୁ, ଓଡ଼ିଶାରେ ନିଶ୍ଚୟ ରହିଥିବେ। ମୋଟ ଉପରେ ଓଡ଼ିଶାରେ ସ୍ୱାଧୀନ ଚିନ୍ତାର ନିତାନ୍ତ ଅଭାବ ଘଟିଛି ଏବଂ ହାତ ପାତି ନିର୍ବିଚାରରେ ଗ୍ରହଣ କରିବାରେ ଓଡ଼ିଆମାନେ ଅତ୍ୟନ୍ତ ଅଭ୍ୟସ୍ତ ହୋଇପଡ଼ିଛନ୍ତି। ଏମାନଙ୍କର ଯେ କିଛି ଦବାର ଅଛି, ଏ କଥା ସେମାନଙ୍କ ମସ୍ତିଷ୍କରେ ପ୍ରବେଶ କରେ ନାହିଁ। କେବଳ ଭିକ୍ଷୁକତ୍ୱ କୌଣସି ଜାତିର ସଂସ୍କୃତିର ଅଗ୍ରଗତି ଘଟେ ନାହିଁ। ପୋଷା ହାତୀ ସାହାଯ୍ୟରେ ବନ୍ୟ ହାତୀମାନଙ୍କୁ ପୋଷା ବନାଇବା ରୀତିରେ ବିଭିନ୍ନ ସମ୍ପ୍ରଦାୟରେ ଓଡ଼ିଶା ପ୍ରଚାରକମାନଙ୍କ ସାହାଯ୍ୟରେ ହିଁ ସ୍ୱ ଆସ୍ଥାନକୁ ଓଡ଼ିଶାରେ ସୁଦୃଢ଼ କରୁଛନ୍ତି। ଓଡ଼ିଶାରୁ ଜମିଦାରୀ ଲୋପ ପାଇଥିଲେ ହେଁ ଧର୍ମ ସମ୍ପ୍ରଦାୟମାନଙ୍କ ଜମିଦାରୀ ଲୋପ ପାଇନାହିଁ। ଓଡ଼ିଶାରୁ ରାଜା ମହାରାଜା ପଦବୀ ଲୋପ ପାଇଥିଲେ ହେଁ ଧର୍ମ ସମ୍ପ୍ରଦାୟମାନଙ୍କ ମହାରାଜା ଓ ତତୁଲ୍ୟ ବହୁ ପଦବୀ ଲୋପ ପାଇନାହିଁ। ପରନ୍ତୁ ଏହି ପଦବୀମାନ ବଢ଼ି ଚାଲିଛି ଓ ପ୍ରଚାରକ ଏହି ପଦବୀ ଆଶାରେ ଧର୍ମ ସମ୍ପ୍ରଦାୟମାନଙ୍କରେ ପ୍ରବେଶ କରୁଛନ୍ତି। ଗତ 25 ବର୍ଷ ମଧ୍ୟରେ ଓଡ଼ିଶାରେ ପର୍ବପର୍ବାଣୀର ଆଡ଼ମ୍ବର ବହୁ ପରିମାଣରେ ବୃଦ୍ଧି ପାଇଛି। ସ୍ୱାଧୀନତା ପୂର୍ବରୁ ମଧ୍ୟ ଓଡ଼ିଶାରେ ପର୍ବପର୍ବାଣୀ ଥିଲା, ମାତ୍ର ସେଗୁଡ଼ିକ ଆଡ଼ମ୍ବରପୂର୍ଣ୍ଣ ହୋଇ ସାତ୍ତ୍ୱିକତାର ସତ୍ତା ହରାଇ ନଥିଲା। ବର୍ତ୍ତମାନର ପର୍ବପର୍ବାଣୀରେ ସାତ୍ତ୍ୱିକତାର ସତ୍ତା ମିଳେ ନାହିଁ। ସମସ୍ତ ପର୍ବପର୍ବାଣୀ ତାମସିକ ସମାରୋହ ପର୍ଯ୍ୟବେସିତ ହେଉଛି। ଦୁର୍ଗାପୂଜା, କାଳୀପୂଜା, ଦୋଳୋତ୍ସବ, ସରସ୍ୱତୀ ପୂଜା, ଗଣେଶ ପୂଜା ଇତ୍ୟାଦି ସମସ୍ତ ପୂଜାର ଆକାର ବର୍ତ୍ତମାନ ବଦଳି ଯାଇଛି। ଅସଂଖ୍ୟ ମୂର୍ତ୍ତି, ବହୁ ବ୍ୟୟରେ ନିର୍ମିତ ମେଢ଼ ଓ ତୋରଣ, ଡାକବାଜି ଯନ୍ତ୍ରର ବହୁଳ ବ୍ୟବହାର, ବ୍ୟୟବହୁଳ ଭୋଜି, ଆଡ଼ମ୍ବରପୂର୍ଣ୍ଣ ଶୋଭାଯାତ୍ରା ପ୍ରତ୍ୟେକ ପର୍ବପର୍ବାଣୀର ପ୍ରଧାନ ଅଙ୍ଗ ହୋଇଛି। ଏ ସମସ୍ତ ଆଡ଼ମ୍ବର ମଧ୍ୟରେ ଧର୍ମଭାବ ସମ୍ପୂର୍ଣ୍ଣ ଲୋପ ପାଇଛି। ଏ ସମସ୍ତ ମହୋତ୍ସବରେ ପ୍ରଚୁର ମାଦକ ଦ୍ରବ୍ୟ ମଧ୍ୟ ବ୍ୟବହୃତ ହେଉଛି।
ମଦ ଭାଙ୍ଗି ଇତ୍ୟାଦି ମାଦକ ଦ୍ରବ୍ୟ ପାନ କରି ମୂର୍ତ୍ତି ମୁଖରେ ସିଗାରେଟ୍ ଗୁଞ୍ଜି ଦେଇ ନବଯୁବକମାନେ ନିତମ୍ବର ରମ୍ୟ ଚାଳନପୂର୍ବକ ବାଦ୍ୟ ଝଞ୍ଜା ମୁଖରିତ ଶୋଭାଯାତ୍ରାରେ ଧାନ୍ଦୋଳ ମଧ୍ୟରେ ଯାଉଁ ଯାଉଁ ସାମାନ୍ୟ କଥାରେ ଅନ୍ୟ ଦଳର ଶୋଭାଯାତ୍ରୀମାନଙ୍କ ଉପରେ ସେମାନଙ୍କ ଟେକାପଥର ବୃଷ୍ଟି ସଙ୍ଗେ ସଙ୍ଗେ ପୋଲିସର ମୁତୟନ ଓ ଆମ୍ବୁଲାନ୍ସ ଆୟନର ଦୃଶ୍ୟ ଦେଖିଲେ କିଏ କହିବ ଯେ ଏ ସମସ୍ତ ଧର୍ମ ପାଇଁ ଉଦ୍ଦିଷ୍ଟ। ଯେଉଁ ଧର୍ମ ମହୋତ୍ସବମାନ ଗ୍ରାମ ଗ୍ରାମ ଓ ସାହି ସାହି ମଧ୍ୟରେ ସୌହାର୍ଦ୍ଦ୍ୟ ସୃଷ୍ଟି କରିବା ପାଇଁ ସୃଷ୍ଟି ହୋଇଥିଲା, ସେଗୁଡ଼ିକ ବର୍ତ୍ତମାନ ସ୍ଥାୟୀ କଳହ ଓ ବିଭେଦ ସୃଷ୍ଟି କରୁଛି। ଏହି ସମୟ ମଧ୍ୟରେ ପର୍ବପର୍ବାଣୀର ଆଡ଼ମ୍ବର ବୃଦ୍ଧି ପାଇଥିଲେ ହେଁ ଓଡ଼ିଶାର ଯେ ଧର୍ମଭାବ ବୃଦ୍ଧି ପାଇନାହିଁ, ଏହା ନିଶ୍ଚିତ କଥା। ଦେଶର ଶିକ୍ଷା ସଂସ୍କୃତିର ପ୍ରଧାନ ସହାୟକ ଓ ପରିପୂରକ। ଦେଶର ଶିକ୍ଷା ସଂସ୍କୃତିର ପ୍ରଧାନ ସହାୟକ ଓ ପରିପୂରକ। ଗତ 25 ବର୍ଷ ମଧ୍ୟରେ ଓଡ଼ିଶାରେ ପ୍ରାଥମିକ, ମାଧ୍ୟମିକ ଓ ଉଚ୍ଚଶିକ୍ଷାର ବହୁଳ ବିସ୍ତାର ଘଟିଛି। 1943 ମସିହା ପର୍ଯ୍ୟନ୍ତ ଓଡ଼ିଶାରେ ଏକମାତ୍ର ରେଭେନ୍ସା କଲେଜ ଓ ସାମାନ୍ୟ କେତୋଟି ପ୍ରାଥମିକ ସ୍କୁଲ ଓ ମାଧ୍ୟମିକ ସ୍କୁଲ ଓଡ଼ିଶାରେ ଶିକ୍ଷା ଲୋକ ବିତରଣ କରୁଥିଲେ। ସେହି ସ୍ଥାନରେ ଆଜି ଶତ ଶତ କଲେଜ, ସହସ୍ର ସଂଖ୍ୟାର ହାଇସ୍କୁଲ ଓ ପ୍ରାଥମିକ ସ୍କୁଲମାନଙ୍କର ଆବିର୍ଭାବ ଘଟିଛି। ଓଡ଼ିଶା ଶିକ୍ଷା କ୍ଷେତ୍ରରେ ଯେ ନିତାନ୍ତ ଅନଗ୍ରସର, ଏହି ଅପବାଦ କ୍ରମଶଃ ଦୂର ହେଉଛି। ନାରୀ ଶିକ୍ଷାର ପ୍ରଭୃତ ପ୍ରସାର ଘଟିବାରୁ ନାରୀମାନେ ମଧ୍ୟ ଶିକ୍ଷା, ସଂସ୍କୃତି ଓ ରାଜନୀତିର ଅଂଶଗ୍ରହଣ କରି ପୁରୁଷର ସମକକ୍ଷ ହୋଇପାରୁନାହାନ୍ତି। ସର୍ବଭାରତୀୟ ପ୍ରତିଯୋଗିତାମୂଳକ ପରୀକ୍ଷାମାନଙ୍କରେ ଓ ଓଡ଼ିଶା ବାହାରେ କଲେଜମାନଙ୍କରେ ଓଡ଼ିଆ ଛାତ୍ରମାନେ କୃତିତ୍ୱ ସହ ସଫଳତା ଲାଭ କରୁଛନ୍ତି। ଓଡ଼ିଆ ବୈଜ୍ଞାନିକ, ଡାକ୍ତର, ଇଞ୍ଜିନିୟର ଓ ସାଧାରଣ କର୍ମଚାରୀ ଓଡ଼ିଶା ବାହାରେ ଓ ଭାରତ ବାହାରେ ମଧ୍ୟ ବ୍ୟାପି ଯାଇଛନ୍ତି। 1947 ମସିହାରେ ଓଡ଼ିଆ ପକ୍ଷରେ ଯାହା ସ୍ୱପ୍ନ ଥିଲା, ତାହା ଆଜି ସତ୍ୟରେ ପରିଣତ ହୋଇଛି। ଏ ସମସ୍ତ ବିକାଶ ସତ୍ତ୍ୱେ ଶିକ୍ଷା କ୍ଷେତ୍ରରେ ଆମ୍ଭମାନଙ୍କୁ ଆହୁରି ବେଶୀ ସଚେଷ୍ଟା କରିବାକୁ ହେବ। ଓଡ଼ିଆ ବହୁ ଶତାବ୍ଦୀର ଅନ୍ଧକାର ମଧ୍ୟରେ ରହି ଆଜି ଆଲୋକ ପାଇଛି, ମାତ୍ର ଭାରତର ଅନ୍ୟ ଭାଷାଭାଷୀମାନଙ୍କ ସହିତ ଅବଧି ସମସ୍କନ୍ଧ ହୋଇପାରିନାହିଁ। ନିକଟରେ ଜଣେ ରାଜନୀତିକ ନେତା କହିଛନ୍ତି ଯେ ଓଡ଼ିଶା ଯଦି ଅନ୍ୟ ପ୍ରଦେଶମାନଙ୍କ ସହିତ ସମକକ୍ଷ ହେବାକୁ ଚାହେଁ, ତେବେ ଅନ୍ୟ ପ୍ରଦେଶ ଗୋଟିଏ ପାଦ ପକାଇବା ବେଳକୁ ଓଡ଼ିଶାକୁ 2 ପାଦ ପକାଇବାକୁ ପଡ଼ିବ। ତେବେ ଯାଇ ଓଡ଼ିଶା ଅନ୍ୟ ପ୍ରଦେଶମାନଙ୍କ ସହିତ ସମସ୍କନ୍ଧ ହୋଇପାରିବ। ଏହା ନିତାନ୍ତ ସତ କଥା। ଇତିହାସର କ୍ରୂର ଚକ୍ରାନ୍ତରେ ଓଡ଼ିଶାର ଯେଉଁ ଅଧୋଗତି ଘଟିଥିଲା, ତାକୁ ସୁଧାରିବାକୁ ହେଲେ ସର୍ବକ୍ଷେତ୍ରରେ ଦ୍ୱିଗୁଣ ଚେଷ୍ଟା କରିବାକୁ ପଡ଼ିବ। ଶିକ୍ଷାର ପ୍ରସାର ସଙ୍ଗେ ସଙ୍ଗେ ସାହିତ୍ୟର ପ୍ରଭୃତ ପ୍ରସାର ଘଟିଛି। ଆମ୍ଭେମାନେ ଆଗରୁ କହିଛୁ ଯେ 1944 ମସିହା ବେଳକୁ ଓଡ଼ିଶାରେ ଗୋଟିଏ ମାତ୍ର ସାହିତ୍ୟ ପତ୍ରିକା ମଧ୍ୟ ଜୀବିତ ନଥିଲା। ଆଜି ଶତ ଶତ ପତ୍ରିକାର ଆବିର୍ଭାବ ଘଟିଛି। କବି, ଗାଳ୍ପିକ, ପ୍ରାବନ୍ଧିକ, ଉପନ୍ୟାସିକ, ନାଟ୍ୟକାର ଓ ସାମ୍ବାଦିକମାନଙ୍କ ସଂଖ୍ୟା କ୍ରମଶଃ ବଢ଼ିଚାଲିଛି। ମାତ୍ର ସାହିତ୍ୟର ମାନରକ୍ଷା କରାଯାଇ ପାରୁନାହିଁ। ଏ ଯୁଗରେ ସମସ୍ତଙ୍କର କହିବାର ଅଧିକାର ପରି ସମସ୍ତଙ୍କର ଲେଖିବାର ମଧ୍ୟ ଅଧିକାର ଅଛି। କିନ୍ତୁ ଏହି ଅଧିକାରର ବ୍ୟଭିଚାର ଘଟୁଛି। ଚିନ୍ତାଶୂନ୍ୟ, ପ୍ରତିଭାଶୂନ୍ୟ, ସାଧନାଶୂନ୍ୟ, ଆଶୁସଜ୍ଜାଭିଳାଷୀ ଓ ଅନ୍ତଃକରଣପଟୁ ଲେଖକମାନଙ୍କର ଲେଖା ସାହିତ୍ୟ ସୃଷ୍ଟି ନ କରି ଆବର୍ଜନା ସୃଷ୍ଟି କରୁଛି। ଏଥିପାଇଁ ଶଙ୍କିତ ହେବା ସମୁଚିତ ହେବ ନାହିଁ। ଏ ଯୁଗର ଆବର୍ଜନା ସ୍ତୂପରେ ଏ ଯୁଗ ସାହିତ୍ୟର ମଣିମାଣିକ୍ୟ ମଧ୍ୟ ମିଶି ରହିବ ଏବଂ ଅନାଗତ ଭବିଷ୍ୟତ ଆବର୍ଜନାକୁ ଫିଙ୍ଗିଦେଇ ମଣିମାଣିକ୍ୟ ବାଛିନେବ। ସମବେତ ଚେଷ୍ଟାରେ ସାହିତ୍ୟ ସାଧନାର ପ୍ରଚେଷ୍ଟା ଏ ଯୁଗରେ ବହୁଳ ପରିମାଣରେ ପରିଲକ୍ଷିତ ହେଉଛି। ପ୍ରାୟ ପ୍ରତ୍ୟହ ସାହିତ୍ୟ ଓ ସଂସ୍କୃତିର ନୂତନ ସମିତିମାନଙ୍କ ସଂସ୍ଥାପନାର ବାର୍ତ୍ତା ପତ୍ର-ପତ୍ରିକାରେ ପ୍ରକାଶିତ ହେଉଛି ଏବଂ ତତ୍ସଙ୍ଗେ ଏହି ସମିତିଗୁଡ଼ିକର କର୍ମକର୍ତ୍ତାମାନଙ୍କ ନାମ ମଧ୍ୟ ପ୍ରକାଶିତ ହେଉଛି। ମାତ୍ର ଏହି ଶତ ଶତ ସମିତି ସମବେତ ଚେଷ୍ଟାରେ କ'ଣ କରୁଛନ୍ତି, ତାହାର କୌଣସି ପରବର୍ତ୍ତୀ ବିବରଣୀ ମିଳୁନାହିଁ। ଖବରକାଗଜରେ ନାମ ଦେଖିବାର ପ୍ରଲୋଭନ ହୁଏତ ବହୁ ସମିତି ସଂସ୍ଥାପନ କରାଉଛି।
ଆଗକୁ କୁହାଯାଏ ଯେ ଯୁଗର ସମସ୍ତ ପ୍ରଚେଷ୍ଟା ପ୍ରଚାରମୁଖୀ ହେଉଛି। ସାହିତ୍ୟ ଏପରି ଗୋଟିଏ ମାଧ୍ୟମ ଯାହାଦ୍ୱାରା କି ସମସ୍ତେ ଅସ୍ତ୍ରୋପଚାର ଚଳାଇବାକୁ ପ୍ରଭୂତ ଅବକାଶ ପାଆନ୍ତି। ସାହିତ୍ୟର ବହୁ ଲୋକ ରାଜନୀତି ମହାଦେବଙ୍କ କାଳିଆ ଷଣ୍ଢ ପରି ପ୍ରବେଶ କରୁଛନ୍ତି। ଯେହେତୁ ଏହା ମହାଦେବଙ୍କ ଆଖି ଏଥିରେ ତଡ଼ିଦେବା ସମ୍ଭବପର ହେଉନାହିଁ। ଏହାକୁ ନମସ୍କାର କଲେ ଏ ଚାହେଁ ନାହିଁ, ଏହାକୁ ପିଟିବା ମଧ୍ୟ ଶାସ୍ତ୍ର ନିଷେଧ। ରାଜନୈତିକ ଅନୁପ୍ରବେଶ ହେତୁ ଓ ପ୍ରଶାସନିକ ପଦ୍ଧତିର କର୍ମଠ ଗତି ହେତୁ ସାହିତ୍ୟ ସଂସ୍କୃତିର ବିକାଶ ପାଇଁ ସରକାରଙ୍କ ପ୍ରଚେଷ୍ଟା ପ୍ରାୟତଃ ବିକଳାଙ୍ଗ ହେଉଛି। ବ୍ୟୟ ତୁଳନାରେ ସାଫଲ୍ୟ କୌଣସି କ୍ଷେତ୍ରରେ ସମ୍ଭବପର ହେଉନାହିଁ। ଅତି ନିକଟରେ ଖୋସଲା କମିଶନଙ୍କ ରିପୋର୍ଟରେ ଏ କଥା ଭଲ ଭାବରେ ଦର୍ଶାଇ ଦିଆଯାଇଛି। ବେସରକାରୀ ସାହିତ୍ୟ ସମିତିମାନଙ୍କର କଳହ ବିବାଦବାଦ ପ୍ରାୟତଃ ଲାଗି ରହିଛି ଏବଂ ଏ ସମସ୍ତଙ୍କ ଊର୍ଦ୍ଧ୍ୱକୁ ଉଠି ଉଚ୍ଚତର ସାଧନାରେ ଆଦର୍ଶ କୌଣସି ସମିତି ଦେଖାଇବା ପାରି ନାହିଁ। ଏ ସମସ୍ତ ବାଧା ଓ ବିଫଳତା ସତ୍ତ୍ୱେ ଗତ 25 ବର୍ଷ ମଧ୍ୟରେ ଓଡ଼ିଆ ସାହିତ୍ୟର ଯେଉଁ ପ୍ରଗତି ଘଟିଛି ତାହା ଅତ୍ୟନ୍ତ ଉତ୍ସାହଜନକ। ଓଡ଼ିଆମାନେ ସାହିତ୍ୟିକ କୃତିରେ ଅନ୍ୟମାନଙ୍କଠାରୁ ଯେ ନ୍ୟୁନ ନୁହନ୍ତି ଏ କଥା ପ୍ରମାଣିତ ହୋଇଛି। ଗତ 25 ବର୍ଷ ମଧ୍ୟରେ ଓଡ଼ିଶାର ଲଳିତକଳାର ଉଚ୍ଛ୍ୱାସିତ ଅଗ୍ରଗତି ଘଟିଛି। କଳା କେନ୍ଦ୍ର, ରେଡ଼ିଓ କେନ୍ଦ୍ର, କଳାକାରମାନେ ସ୍ଥାପିତ ହେବା ପରେ ଓଡ଼ିଶାର ଚିର ଅବହେଳିତ ଲଳିତକଳା ନୂତନ ଜୀବନ ଲାଭ ପାଇଛି। ଏ କ୍ଷେତ୍ରରେ ସର୍ବଶ୍ରେଷ୍ଠ ଉଲ୍ଲେଖଯୋଗ୍ୟ ଘଟଣା ଏହି ଯେ ଓଡ଼ିଶୀ ନୃତ୍ୟ କେବଳ ଓଡ଼ିଶାରେ ହିଁ ସୀମାବଦ୍ଧ ହୋଇଥିଲା ତାହା ଶାସ୍ତ୍ରୀୟ ନୃତ୍ୟ ରୂପେ ଭାରତ ସର୍ବତ୍ର ସମ୍ମାନିତ ହୋଇ ବିଦେଶରେ ମଧ୍ୟ ସମ୍ମାନ ଲାଭ କରିଛି। ଓଡ଼ିଶୀ ନୃତ୍ୟର ଏହି ଅଭୂତପୂର୍ବ ବିଜୟ ପାଇଁ ଯେଉଁ କଳାକାରମାନେ ଦାୟୀ ସେମାନେ ଏ ଦେଶର ନମସ୍ୟ। ଓଡ଼ିଆ ସିନେମା ଓ ରଙ୍ଗମଞ୍ଚ ଉଲ୍ଲେଖଯୋଗ୍ୟ ଅଗ୍ରଗତି କରିପାରି ନାହିଁ। ଏହାର ଗୋଟାଏ ପ୍ରଧାନ କାରଣ ଏହି ଯେ ଓଡ଼ିଆମାନଙ୍କ ସହଜବୋଧ ବଙ୍ଗଳା ଓ ହିନ୍ଦୀ ସିନେମା ଓଡ଼ିଆ ସିନେମାର କଣ୍ଠରୋଧ କରୁଛି। ପ୍ରତିଭା ପୂଜା ସଂସ୍କୃତିର ଏକ ଅବିଚ୍ଛେଦ୍ୟ ଅଙ୍ଗ। ସେ ଜାତିର ପ୍ରତିଭା ପୂଜା କରି ଜାଣେ ନାହିଁ, ତା'ର ସଂସ୍କୃତି ଉନ୍ନତ ହୋଇପାରେ ନାହିଁ। ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଶାରେ ପ୍ରତିଭା ପୂଜା ଯେଉଁ ଆକାର ଧାରଣ କରିଛି ତାହା ଅନୁମାନ କଲେ ବିସ୍ମିତ ହେବାକୁ ପଡ଼େ। ଓଡ଼ିଆମାନେ ପ୍ରଶଂସା କରିବାରେ କିମ୍ବା ନିନ୍ଦା କରିବାରେ ସହସ୍ରଜିହ ହୋଇପାରନ୍ତି, କିନ୍ତୁ ପ୍ରତ୍ୟେକ ପ୍ରତିଭାର ପ୍ରକୃତ ମୂଲ୍ୟ ଅବତାରଣ ଧାରଣ କରିବା ପାଇଁ ଯେଉଁ ଅନୁଷ୍ଠାନ କଳୁଷିତ ପରିଶ୍ରମ ସତ୍ୟାଗ୍ରହ ସମତା ଆବଶ୍ୟକ ସେଥିରୁ କୌଣସିଟିକୁ ଅବଲମ୍ବନ କରେ ନାହାନ୍ତି। କୌଣସି ବିଶିଷ୍ଟ ବ୍ୟକ୍ତି ମରିଗଲେ ଅନେକ ଲେଖକ ଓ ଲେଖକଙ୍କୁ ମୃତ ବ୍ୟକ୍ତିଙ୍କୁ ଅଜସ୍ର ପ୍ରଶଂସା କରିବା ମାଧ୍ୟମରେ ଆଶୁ ଆତ୍ମପ୍ରକାଶର ଅବକାଶ ଦେଖାଯାଏ। ଅଥଚ ଏହି ଲେଖକ ଓ ଅଲେଖମାନେ ମୃତ ବ୍ୟକ୍ତିଙ୍କ କୃତିତ୍ୱର କିୟଦଂଶର ଅଧ୍ୟୟନ ବା ଅନୁଶୀଳନ କରନ୍ତି ନାହିଁ। ଶସ୍ତାରେ ନାମ କମାଇବା ଯେତେ ରକମ ପ୍ରାୟ ହୋଇଛି ସେ ସମସ୍ତ ଉପାୟ ଓଡ଼ିଆମାନଙ୍କୁ ଭଲ ଭାବେ ଜଣା। ଓଡ଼ିଆମାନେ ଇତିହାସ ସମ୍ବନ୍ଧରେ ସମ୍ପୂର୍ଣ୍ଣ ଅଚେତନ ରହିଥିବାରୁ ପୂର୍ବସୂରୀମାନଙ୍କ ମଧ୍ୟରୁ କେବଳ କେତେକ କବିଙ୍କ ପ୍ରତିଭା ହିଁ ସେମାନଙ୍କ ଆଖିରେ ପଡ଼ିଥାଏ, କିନ୍ତୁ ସେମାନେ ଏହି କବି ପ୍ରତିଭାର ମଧ୍ୟ ଯଥାର୍ଥ ବିଶ୍ଳେଷଣ କରନ୍ତି ନାହିଁ। ଭାବପ୍ରବଣତା, ପ୍ରଶଂସାର ମୁଖରତା ଓ ଅତିଭୌତିକତା ସାହାଯ୍ୟରେ ସେମାନେ କବି ପ୍ରତିଭାର ମୂଲ୍ୟାବଧାରଣ କରିଥାନ୍ତି। ସାରଳା ଦାସ ସାରଳା ଦେବୀଙ୍କ ପ୍ରସାଦରେ ଉପେନ୍ଦ୍ର ଭଞ୍ଜ, ରାମତାରକା ମନ୍ତ୍ର ବଳରେ ଗୋପାଳକୃଷ୍ଣ ରାଧାକୃଷ୍ଣଙ୍କୁ ପୂଜିବା ପରେ ଓ ବଳଦେବ ରଥ ଇଷ୍ଟଦେବୀଙ୍କ ସ୍ତନ୍ୟ ପାନ କରିବା ପରେ ସେମାନଙ୍କଠାରେ ଦିବ୍ୟ କବିତ୍ୱ ଆବିର୍ଭୂତ ହୋଇଥିଲା ବୋଲି ଆଜି କୁହାଯାଏ। ତେବେ ଏ ଯୁକ୍ତିବାଣୀ ସଭ୍ୟ ଜଗତରେ ଲୋକେ ମାନିବେ ନାହିଁ। ଶହ ଶହ ହାଣ୍ଡିକୁ ଗୋଟାଏ ଠେଙ୍ଗାରେ ଭାଙ୍ଗିବା ରୀତିରେ ସମସ୍ତେ ପ୍ରତିଭାକୁ ଅତିଭୌତିକତା ସାହାଯ୍ୟରେ ବିଶ୍ଳେଷଣ କରିବାର ଯୁଗ ବହୁ ଦିନରୁ ଚାଲିଗଲାଣି, କିନ୍ତୁ ଓଡ଼ିଶାରେ ତାହା ବର୍ତ୍ତମାନ ସୁଦ୍ଧା ଚାଲିଛି। ଏହା ଏକ ସହଜ ପନ୍ଥା, ଏଣୁ ସହଜପନ୍ଥୀ ଓଡ଼ିଆମାନେ ଏହାକୁ ଅଦ୍ୟାପି ଅବଲମ୍ବନ କରୁଛନ୍ତି। ଗତ 25 ବର୍ଷ ମଧ୍ୟରେ କବି ପ୍ରତିଭା ପୂଜା ପାଇଁ ଓଡ଼ିଶାରେ ଯେଉଁ ଆୟୋଜନ ଚାଲିଛି ସେଥିମଧ୍ୟରେ ଭଞ୍ଜ ଜୟନ୍ତୀ ସର୍ବଶ୍ରେଷ୍ଠ ସ୍ଥାନ ଅଧିକାର କରିଛି। ଗତ 33 ବର୍ଷ ହେଲା ଭଞ୍ଜ ଜୟନ୍ତୀ ରାଜନୀତି ଓ ପ୍ରାକୃତିକ ଉତ୍କଳର ସର୍ବତ୍ର ମହାସମାରୋହରେ ପାଳିତ ହୋଇ ଆସୁଛି। ଏଥିରେ ସହସ୍ର ସହସ୍ର ଶ୍ରୋତା ଦର୍ଶକ ଅଂଶଗ୍ରହଣ କରୁଛନ୍ତି। ଶତ ଶତ ବକ୍ତା ଭାଷଣମାନ ଦେଉଛନ୍ତି। ଏ ଉତ୍ସବର ବିବରଣୀମାନଙ୍କରେ ଖବରକାଗଜମାନ ଭରପୂର ହେଉଛି। ମାତ୍ର ପାଲାଗାନମାନେ ଭଞ୍ଜ ସାହିତ୍ୟର ମହତ୍ତ୍ୱ ଯେତିକି ପରିମାଣରେ ପ୍ରତିପାଦନ କରିଥିଲେ ଏହି 33 ବର୍ଷ ମଧ୍ୟରେ ତା'ଠାରୁ ଏହାର ଅଧିକ ମହତ୍ତ୍ୱ ଅନ୍ୟ କେହି ଦେଖାଇ ପାରି ନାହାନ୍ତି।
ଅନ୍ୟ କଥା ଦୂରେ ଥାଉ, ଭଞ୍ଜଙ୍କ ଗ୍ରନ୍ଥାବଳୀଟିଏ ମଧ୍ୟ ସଂକଳିତ ହୋଇପାରୁନାହିଁ। କୌଣସି କବିଙ୍କର ନିନ୍ଦା ବା ପ୍ରଶଂସା କରିବାକୁ ହେଲେ ତାଙ୍କ ଗ୍ରନ୍ଥାବଳୀ ଆମୂଳଚୂଳ ମନ ଦେଇ ପଢ଼ିବାକୁ, ଅଧ୍ୟୟନ ଓ ଅନୁଶୀଳନ କରିବାକୁ ପଡ଼େ। ଓଡ଼ିଶାରେ ଜଣେ ବ୍ୟକ୍ତିଙ୍କୁ ସୁଦ୍ଧା ଖୋଜି ପାଇବେ ନାହିଁ ଯେ କି ଭଞ୍ଜ ଗ୍ରନ୍ଥାବଳୀର ଆମୂଳଚୂଳ ଅଧ୍ୟୟନ ବା ଅନୁଶୀଳନ କରିଛନ୍ତି। ଅଥଚ ଅର୍ଦ୍ଧଶତାବ୍ଦୀ ହେଲା ଦଳେ ତାଙ୍କର ନିର୍ବିଚାର ନିନ୍ଦା ଓ ଦଳେ ତାଙ୍କର ନିର୍ବିଚାର ପ୍ରଶଂସା କରିଆସୁଛନ୍ତି। ମୂର୍ଖନିନ୍ଦା ଓ ମୂଢ଼ସ୍ତୁତି ମଧ୍ୟରେ ଚାପି ହୋଇ ଉପେନ୍ଦ୍ର ଭଞ୍ଜ ଅଦ୍ୟାପି ଆର୍ତ୍ତନାଦ କରୁଛନ୍ତି। ମାତ୍ର ଉଭୟ ବାଲାଙ୍କ ତାଙ୍କ ନାମରୁ ଆତ୍ମପ୍ରଚାର ଯଥେଷ୍ଟ ଉତ୍ପାଦନ କରି ପାଇଛନ୍ତି। ଐତିହାସିକ ଓ ପ୍ରତ୍ନତାତ୍ତ୍ୱିକ ଗବେଷଣାରେ ମଧ୍ୟ ଅନୁରୂପ ବାତାବରଣ ପ୍ରବେଶ ହୋଇଛି। ଜଣେ ଐତିହାସିକ ବା ପ୍ରତ୍ନତାତ୍ତ୍ୱିକ ନାମ ବହନ କରୁ କରୁ ପ୍ରବନ୍ଧ ବା ଏକାଧିକ ଗ୍ରନ୍ଥ ଲେଖିପାରନ୍ତି। ମାତ୍ର ସେଗୁଡ଼ିକରେ ତାଙ୍କର କୌଣସି ମୌଳିକତା ବା ବିଜୟ ଅଛି କି ନା, ଏକଥା କେବଳ ଓଡ଼ିଶାର ଲୋକେ ବିଚାର କରିପାରିବେ ନାହିଁ। ଭାରତ ଇତିହାସ ଓ ପ୍ରତ୍ନତତ୍ତ୍ୱ ଆନ୍ତର୍ଜାତିକ ବିଷୟ ହୋଇଯାଇଛି। ମାତ୍ର ଗତ 25 ବର୍ଷ ମଧ୍ୟରେ ଓଡ଼ିଶାର ଉଭୟ ଗବେଷଣାରେ ଆନ୍ତର୍ଜାତିକ ମାନରକ୍ଷା କରାଯାଇ ପାରିନାହିଁ। ଓଡ଼ିଶାର ପୂର୍ଣ୍ଣାଙ୍ଗ ଇତିହାସ ଅଦ୍ୟାପି ଲିଖିତ ହୋଇପାରିନାହିଁ ଏବଂ ଏହାର ପ୍ରଚୁର ପ୍ରତ୍ନତତ୍ତ୍ୱ ସମ୍ପଦର ସଦୁପଯୋଗ କରାଯାଇ ନାହିଁ। ବହୁ ଚାଲକ ତାମ୍ରଶାସନ, ଶିଳାଲେଖ ଓ ତାଳପତ୍ର ପୋଥି ସୃଷ୍ଟି କରାଯାଇ ଓଡ଼ିଶା ଇତିହାସର ଜଟିଳ ସମସ୍ୟା ସମାଧାନ କରିବାର ଚେଷ୍ଟା କରାଯାଉଛି। ଏହାଦ୍ୱାରା ଓଡ଼ିଶାର ଗବେଷଣାଲବ୍ଧ ଜ୍ଞାନ ଉପରେ ବାହାରର ପଣ୍ଡିତମାନଙ୍କ ଅବସ୍ଥା କମିଯାଉଛି। ଓଡ଼ିଆ ସଂସ୍କୃତିର ସର୍ବକ୍ଷେତ୍ରରେ ଯେପରି ସହଜ ପନ୍ଥା ଅନୁସୃତ ହେଉଛି, ଗବେଷଣା କ୍ଷେତ୍ରରେ ମଧ୍ୟ ତାହା ହିଁ ଘଟୁଛି। ଯେଉଁ ସମସ୍ୟାକୁ ଆନ୍ତର୍ଜାତିକ ସ୍ତରରେ ସମାଧାନ କରିବା କଥା, ତାକୁ କେବଳ ଓଡ଼ିଶା ସ୍ତରରେ ସମାଧାନ କରିବାକୁ ଚେଷ୍ଟା ଚାଲିଛି। ଧରନ୍ତୁ, ଓଡ଼ିଶାରେ ବୁଦ୍ଧଦେବଙ୍କର ଜନ୍ମ ସମସ୍ୟା। କଟକ ଟାଉନ ହଲରେ କିମ୍ବା ରାମଚନ୍ଦ୍ର ଭବନରେ ଓଡ଼ିଆରେ ଏକ ବିଷୟକ ପ୍ରବନ୍ଧ ପଢ଼ି ଦେଲେ କିମ୍ବା ଭାଷଣଟେ ଦେଇଦେଲେ କ'ଣ ବିଚାରରେ ଲୋକ ମାନିନେବେ ଯେ ଓଡ଼ିଶାରେ ବୁଦ୍ଧଙ୍କର ଜନ୍ମଭୂମି ଥିଲା? ଆନ୍ତର୍ଜାତିକ ଭାଷାରେ ଓ ଆନ୍ତର୍ଜାତିକ ସ୍ତରରେ ଏହି ଗୁରୁତ୍ୱପୂର୍ଣ୍ଣ ବିଷୟର ଅବତାରଣା କରାଯାଉନାହିଁ କାହିଁକି? ଏହାର କାରଣ ବା କାରଣମାନ ସମସ୍ତେ ଖୋଜି ବାହାର କରନ୍ତୁ। ଇଂରେଜମାନେ ଭାରତର ବହୁ ଅନିଷ୍ଟ କରିଥିଲେ ହେଁ ଇଂରେଜୀ ଭାଷା ଭାରତରେ ବହୁ ଇଷ୍ଟ ସାଧନ କରିଛି। ଏକଥା ଅସ୍ୱୀକାର କରିହେବ ନାହିଁ। ସ୍ୱାଧୀନତା ପରଠାରୁ ହିଁ ଇଂରେଜୀ ଭାଷା ଓଡ଼ିଶାରେ ପ୍ରବଳ ଭାବରେ ପ୍ରବେଶ କରିଛି। ମାତ୍ର ଆମ୍ଭେମାନେ ଏ ଭାଷାର ସଦୁପଯୋଗ କରିପାରୁନାହୁଁ। ଓଡ଼ିଶାରେ ଇଂରାଜୀ ପତ୍ରପତ୍ରିକା ନିତାନ୍ତ ବିରଳ ଏବଂ ଓଡ଼ିଆମାନଙ୍କ ଦ୍ୱାରା ଲିଖିତ ଇଂରାଜୀ ଗ୍ରନ୍ଥ ମଧ୍ୟ ଅନୁରୂପ ବିରଳ। ଏଣୁ ଆମ୍ଭେମାନେ ଯାହା ଭାବୁଛୁ ଓ ଯାହା କରୁଛୁ, ତାହା କେବଳ ଓଡ଼ିଶାର ଚତୁଃସୀମା ମଧ୍ୟରେ ଆବଦ୍ଧ ରହୁଛି। ଭାରତ ଓ ଭାରତ ବାହାରର ଲୋକେ ଓଡ଼ିଶା ସମ୍ବନ୍ଧରେ ଜାଣିବା ପାଇଁ ଚେଷ୍ଟା କରି ନିରାଶ ହେଉଛନ୍ତି। ସ୍ୱାଧୀନତାର 30 ବର୍ଷ ପରେ ମଧ୍ୟ ଓଡ଼ିଶାର କୂପମଣ୍ଡୁକତ୍ୱ ଯାଇନାହିଁ। ଏଣୁ ଓଡ଼ିଆ ସଂସ୍କୃତିର ଯାହା କିଛି ମହତ୍ତ୍ୱ ଅଛି, ତାହା ଜଗତ ଆଗରେ ନ ଦେଖାଇଲେ ଏହି ସଂକୁଚିତ ପୃଥିବୀରେ ଆମ୍ଭମାନଙ୍କ ସ୍ଥାନ ଥିଲେ ମଧ୍ୟ ଆମ୍ଭମାନଙ୍କ ସତ୍ତା କେହି ଅନୁଭବ କରିପାରିବେ ନାହିଁ। ତେବେ ଏଇଠାରେ ଶେଷ ହେଲା ମୋ ସମୟର ଓଡ଼ିଶାର 8ମ ପରିଚ୍ଛେଦ। ଆଗାମୀ ଅଧ୍ୟାୟରେ ଆମ୍ଭେ ଏହି ଆତ୍ମଜୀବନୀଟିର 9ମ ପରିଚ୍ଛେଦ ଶୁଣିବା। ରହିଲି, ନମସ୍କାର।